ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଲୋକ ସେ ରାସ୍ତାରେ ବୋଲେରୋ ଏବଂ ବାଇକରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ସେମାନେ ସେ ବୋଲେରୋକୁ ଏବଂ ବାଇକକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରୁ 3 ଜଣ ଦୁର୍ବୃତ୍ତ ମାନେ ମକା କିଆରି ଭିତରେ ପଶି ଚମ୍ପଟ ମାରିଥିଲେ, କିନ୍ତୁ ଏମାନେ ବୋଲେରୋ ଗାଡ଼ି ଏବଂ 2ଟି ବାଇକ୍ ସହ ସେ ବୋଲେରୋ ଗାଡ଼ିରେ ଥିବା ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରିଥିଲେ। ସେମାନଙ୍କୁ ଅଟକ ରଖି ସେଠାରେ ସେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟକୁ ରିକ୍ୱେସନ କରି ଘଟଣାସ୍ଥଳକୁ ନେଇଥିଲେ ଏବଂ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ଗାଡ଼ିର ତଲାସି ନିଆଯାଇଥିଲା। ତଲାସି ନେବାରୁ ସେ ବୋଲେରୋ ଗାଡ଼ିରେ 11ଟି ବସ୍ତାରେ 3 କ୍ୱିଣ୍ଟାଲ 87 କିଲୋ ଗଞ୍ଜେଇ ଥିବାର ଦେଖାଯାଇଥିଲା। ତାକୁ ସେଠାରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଏହା ବ୍ୟତୀତ ଗୋଟିଏ ହୋଣ୍ଡା କମ୍ପାନୀର ବାଇକ୍ ଏବଂ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର 2ଟି ମୋବାଇଲ ସେମାନଙ୍କ ପୋଜିସନରୁ ଜବତ କରାଯାଇଥିଲା ଏବଂ ସେ ଗଞ୍ଜେଇ ସେମାନେ କୋଉ ଜାଗାରୁ ଆଣୁଥିଲେ ଏବଂ କୋଉଠିକି ନେଉଥିଲେ, ମଝିରେ ମଧ୍ୟସ୍ଥି କିଏ ଥିଲେ, ଏ ସବୁ ବାବଦରେ ଆମର ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଆମ ପାଖରେ ଯେଉଁ ସୂଚନା ଗୁଡ଼ିକ ରହିଛି ସେହି ସୂଚନା ଆଧାରରେ ବ୍ୟାପକ ଭାବରେ ଏହି ଗଞ୍ଜେଇ ଚୋରାଚାଲାଣକୁ ବନ୍ଦ କରିବା ପାଇଁ ଆମର ଅଭିଯାନ ଜାରି ରହିବ। ସେମାନଙ୍କ ବାବଦରେ ଆମ ପାଖରେ ଦୀର୍ଘ ଦିନ ଧରି ଖବର ରହିଥିଲା ଯେ ସେମାନେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି ଏବଂ ସେମାନଙ୍କ ଗତିବିଧି ଉପରେ ନଜର ଥିଲା ଏବଂ କାଲି ଆମର ସେଇ ପୂର୍ବ ଇନଫର୍ମେସନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି।